ଜଗନ୍ନାଥ ହର ହର ଶମ୍ଭୁ। ଆଜିର ଭିଡ଼ିଓରେ ଆମେ ଜାଣିବା ଆମ ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ କାହିଁକି ଗଜବେଶ ଧାରଣ କରନ୍ତି ସ୍ନାନ ପୂର୍ଣ୍ଣିମା ଦିନ ଓ ତାର ପଛରେ ଥିବା ରହସ୍ୟ ଓ ସେଇ କେଉଁ ଭକ୍ତ ପାଇଁ ଭଗବାନ ନିଜର ରୂପକୁ ଗଜାନନ ବେଶରେ ପରିବର୍ତ୍ତନ କରିଛନ୍ତି। ଚାଲନ୍ତୁ ତାର ମୂଳ ପ୍ରସଙ୍ଗ ବିଷୟରେ କିଛି କଥା। ଦେବସ୍ନାନ ପୂର୍ଣ୍ଣିମା ଦିନ ତ ଆପଣ ଜାଣିଛନ୍ତି ଭଗବାନ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ 108 ସୁନାଗରରେ ସ୍ନାନ କରନ୍ତି। କିନ୍ତୁ ଆଜିର କଥା ହେଉଛି ଆମର ଭଗବାନ କିପରି କାହିଁକି ଗଜବେଶରେ ସଜ୍ଜିତ ହୋଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ ଅଛି ଏକ ବହୁତ ଆଶ୍ଚର୍ଯ୍ୟଜନକ କିମ୍ବଦନ୍ତୀ। ମହାରାଷ୍ଟ୍ରରେ ଆପଣ ତ ଜାଣିଛନ୍ତି ମହାରାଷ୍ଟ୍ରର ଲୋକମାନେ ଗାଣପତ୍ୟ ସେମାନେ ଗଣେଶ ଭଗବାନଙ୍କୁ ସବୁବେଳେ ନିଜର କାୟ ମନ ବାକ୍ୟରେ ସ୍ମରଣ କରନ୍ତି। ସବୁବେଳେ ସେମାନେ ଅନ୍ନ ଜଳ ଗ୍ରହଣ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ହିଁ ଦର୍ଶନ କରନ୍ତି, ତାଙ୍କୁ ନିଜର ଇଷ୍ଟଦେବ ବୋଲି ମାନନ୍ତି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଥରେ ଗଣପତି ଭଟ୍ଟ, ସେ ବ୍ରାହ୍ମଣଙ୍କ ନାଁ ଥିଲା ଗଣପତି ଭଟ୍ଟ, ଥରେ ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ। ଓକେ, ମୁଁ ତ ଆଗରୁ କହିଥିଲି ମହାରାଷ୍ଟ୍ରରେ ସମସ୍ତେ ଗାଣପତ୍ୟ, ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି ଗଜ ରୂପରେ ନ ଦେଖି ସେ ତାଙ୍କୁ ପରମ ବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଓ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ। ସେଇଦିନ କଥାରେ ଅଛି, ସେଇଦିନ ସେ ଗଣପତିଙ୍କର ଦର୍ଶନ ନ କରିଥିବାରୁ ସେଦିନ ଅନ୍ନ ଜଳ ସ୍ପର୍ଶ କରିନଥିଲେ କୁହାଯାଏ। ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା। ମହାପ୍ରଭୁଙ୍କ ଆଦେଶରେ ବଡ଼ ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ। ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା। ଏହି ଆଲୌକିକ ଘଟଣା ଦେଖି ସେ ମହାରାଷ୍ଟ୍ରର ସେ ଗଣପତି ଭଟ୍ଟଙ୍କର ବ୍ରାହ୍ମଣ ଗଣପତି ଭଟ୍ଟଙ୍କର ଜ୍ଞାନୋଦୟ ହେଲା ଓ ସେ ନିଜର ଭୁଲ ବୁଝିପାରିଲେ। ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ବରଦାନ ପ୍ରଦାନ କଲେ ଯେ ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ। ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରୁଛନ୍ତି। ଏଇଠାରୁ ଆମେ କ'ଣ ଜାଣିଲେ? ଏଇଠୁ ଆମେ ଜାଣିଲେ ପରମାତ୍ମା ପରମବ୍ରହ୍ମ ସେଇ ଏକ ହିଁ, ତାଙ୍କୁ ଆମେ ଅନେକ ରୂପରେ ପୂଜା କରୁଛନ୍ତି। ସେଇ ଜଗନ୍ନାଥ ସେ ହେଉଛନ୍ତି ପରମବ୍ରହ୍ମ ପରମାତ୍ମା। ସେଇଥିପାଇଁ ସବୁ ଠାକୁରଙ୍କ ସମନ୍ୱୟ, ସବୁ ଠାକୁରଙ୍କର ମିଳନସ୍ଥଳ ସେଇ ଏକମାତ୍ର, ସେ ହେଉଛନ୍ତି ପରମବ୍ରହ୍ମ। ସେଇଥିପାଇଁ ଆମେ କାୟ ମନ ବାକ୍ୟରେ ପରମାତ୍ମାଙ୍କ ପାଖରେ ଆମେ ନିଜକୁ ସମର୍ପଣ କରିବା ନିହାତି ଦରକାର। ତାହେଲେ ଆମେ ଏ ଭବ ସଂସାରରୁ ପାରି ହୋଇପାରିବା, ଆମର ମନସ୍କାମନା ପୂର୍ଣ୍ଣ ହୋଇପାରିବା ଓ ଆମ ଜୀବନର ଲକ୍ଷ୍ୟ ଆମେ ଜାଣିପାରିବା। ଜୟ ଜଗନ୍ନାଥ ହର ହର ଶମ୍ଭୁ। ଦେଖିଲେ ତ ଭକ୍ତ ପାଇଁ ଭଗବାନ କିପରି ନିଜର ରୂପ ମଧ୍ୟ ପରିବର୍ତ୍ତନ କରିପାରିଲେ। ଆମେ ଭଗବାନଙ୍କୁ ଯେଉଁ ରୂପରେ ଚାହିଁବା ସେଇ ରୂପରେ ଦର୍ଶନ କରିପାରିବା। ସିଏ ପ୍ରତ୍ୟେକ କୋଣ ଅନୁକୋଣରେ ଅବସ୍ଥାନ କରିଛନ୍ତି, ପ୍ରତିଟି ପ୍ରାଣୀ ମଧ୍ୟରେ ମଧ୍ୟ ଅନୁଷ୍ଠାନ କରିଛନ୍ତି। ସେଥିପାଇଁ ସେ ହେଉଛନ୍ତି କାଳିଆ ଠାକୁର, ଜଗତର ନାଥ ଜଗନ୍ନାଥ। ତାଙ୍କ ଚରଣବିନ୍ଦରେ ପ୍ରଣାମ କରି ନତମସ୍ତକ ହୋଇ ସଂସାରର କଲ୍ୟାଣ କର ପ୍ରଭୁ। ହେ ପ୍ରଭୁ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦେବେ। ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ ଏମିତି ଜଗନ୍ନାଥ ସଂସ୍କୃତି ଜଡ଼ିତ ଭିଡ଼ିଓ ପାଇବା ପାଇଁ। ଜୟ ଜଗନ୍ନାଥ ହର ହର ଶମ୍ଭୁ।